ଅସହାୟ ସମୟରେ ପଇଡ ପାଣି ଆମ ମାନଙ୍କର ଜୀବନ ବଞ୍ଚେଇବ ବୋଲି ଆମେ ମାନେ କେବେ ଜାଣିନଥିଲୁ। କଥା କଣ କି ସାଙ୍ଗମାନେ, ଆମେ ସବୁ ସାଙ୍ଗ ମିଶିକି ଯାଇଥିଲୁ ବଜାର। ଆଉ ବଜାରରେ ମିନିମମ୍ 5-6 ଘଣ୍ଟା ବୁଲି ସାରିବା ପରେ ଟାଇମ ହେଇଯାଇଥିଲା ଦିନ 2ଟା। ଆଉ ଭୋକ ଜୋରସେ ଲାଗିଥିଲା, କିନ୍ତୁ ସବୁ ହୋଟେଲ ବନ୍ଦ ଥିଲା। ଆଉ ରାସ୍ତାରେ ଯାଉ ଯାଉ ଆମକୁ ଦେଖିବାକୁ ମିଳିଲା ପଇଡ। ଆଉ ଭୋକ ଜୋରସେ ଲାଗିଥିଲା ବୋଲି ଆମେ ସମସ୍ତେ ଗୋଟେ ଗୋଟେ ପଇଡ ଖାଇବା ପାଇଁ ବାହାରିଲୁ। ଆଉ ଏଇ ମାଟି ଜମା ଡେରି ନ କରି ଆମ ସମସ୍ତଙ୍କୁ ଗୋଟେ ଗୋଟେ ପଇଡ କାଟିକି ଧରେଇ ଦେଲେ। ଆଉ ଗୋଟେ କଥା କହିବାକୁ ଚାହିଁବି ଭାଇ ମାନେ, ଏଇ ମାଙ୍କର ବୟସ କେତେ ହବ ଆପଣ ମାନେ ନିହାତି ଜାଣିପାରୁଥିବେ, କିନ୍ତୁ ଏହି ବୟସରେ ସେ ତାଙ୍କର ଧୈର୍ଯ୍ୟ ନ ହରେଇ କିଛିଟା ପଇସା ପାଇଁ କେତେ ସଂଘର୍ଷ କରୁଛନ୍ତି ଆପଣ ମାନେ ଦେଖିପାରୁଥିବେ। ଆଉ ମୁଁ ଆପଣ ମାନଙ୍କୁ ଗୋଟେ କଥା କହିବା ପାଇଁ ଚାହିଁବି, ଆପଣଙ୍କ ବୟସ ଯେତେ ବି ହେଉନା କାହିଁକି ଆପଣ ମାନେ କେବେ ସଂଘର୍ଷ କରିବା ବନ୍ଦ କରନ୍ତୁନି, କାହିଁକି ନା ଏ ଦୁନିଆରେ ବଞ୍ଚିବା ପାଇଁ କିଛି କରିବା ନିହାତି ଜରୁରୀ। ଆଉ ଭାଇ ମାନେ ଏଇ ମାଙ୍କ ପାଇଁ ଗୋଟେ ଲାଇକ ନିହାତି କରିବେ। ତ ମୋ ସାଙ୍ଗମାନେ ସବୁ ନେଇ ସାରିବା ପରେ ଲାଷ୍ଟରେ ମୁଁ ବି ଗୋଟେ ପଇଡ ନେଇ ଆସିଥିଲି। ଆଉ ପଇଡ ପାଣି ପିଇ ସାରିବା ପରେ ମୋ ମନକୁ ବହୁତ ଶାନ୍ତି ମିଳିଲା। ଆଉ ଟେଷ୍ଟରେ ମଧ୍ୟ ବହୁତ ବଢିଆ ଥିଲା। ଆଉ ପଇଡ ପାଣି ପିଇ ସାରିବା ପରେ ଆମେ ନଡିଆ ଖାଇଥିଲୁ। ଆଉ ନଡିଆ ଟା ବହୁତ ନରମ ଥିଲା, ସେଥିପାଇଁ ମୋ ସାଙ୍ଗ ମୋ ପାଖରୁ ଗୋଟେ ଛଡେଇ ନେଇଗଲା। ଆଉ ପଇଡ ଖାଇସାରିବା ପରେ ଆମ ଭୋକ ମେଣ୍ଟିଗଲା। ଆଉ ତାପରେ ଆମେ ବାହାରିଗଲୁ ଆଉ ଥରେ ବୁଲିବାକୁ। ଆଉ ଆପଣ ମାନେ ମୋ ଭିଡିଓ କେଉଁ ଷ୍ଟେଟ ରୁ ଦେଖୁଛନ୍ତି ମତେ ନିଶ୍ଚୟ ଜଣେଇବେ। ତ ରହିଲି, ଜୟ ଜଗନ୍ନାଥ।